ଆପଣ ଜାଣନ୍ତି କି ଭାରତ ବର୍ଷରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ପ୍ରତି ବର୍ଷ 7 ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି, ଯାହା ପ୍ରତି 40 ସେକେଣ୍ଡରେ ଜଣେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ 2030 ମସିହା ସୁଦ୍ଧା ମାନସିକ ରୋଗ ଡିପ୍ରେସନ୍ ସାଧାରଣ ରୋଗରେ ପରିଣତ ହେବ। ଭାରତ ବର୍ଷରେ 150 ମିଲିୟନ ଲୋକ ମାନସିକ ରୋଗରେ ଆକ୍ରାନ୍ତ, ସେଥିମଧ୍ୟରୁ ମାତ୍ର 30% ଲୋକ ଚିକିତ୍ସିତ ହେଉଛନ୍ତି, ଆଉ ବାକି 70% ଲୋକ। ଚିନ୍ତା କରନ୍ତୁ ଏ ରୋଗର ଭୟାବହତା କେତେ। ତେବେ ଆସନ୍ତୁ, ମୁଁ ଡାକ୍ତର ଭଗୀରଥ ପାଢ଼ୀ ମନୋଚିକିତ୍ସାଳୟ ତରଫରୁ ଆପଣମାନଙ୍କୁ ଆଜି ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। ଆଜି 10 ଅକ୍ଟୋବର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ଯାହା 1992 ମସିହାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ଲୋକମାନଙ୍କ ମଧ୍ୟରେ ମାନସିକ ରୋଗର ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଆସୁଛି, ଯାହାର ଲକ୍ଷ୍ୟ ରହିଛି ଲୋକମାନଙ୍କୁ ଏ ମାନସିକ ରୋଗର ଭୟାବହତା ଜଣାଇବା, ତାଙ୍କ ପ୍ରତି ସମବେଦନା ସୃଷ୍ଟି କରିବା। କାରଣ ଆମ ସମାଜରେ ମାନସିକ ରୋଗକୁ ଲୋକ ଏକ ଅପମାନ ବୋଲି ଭାବନ୍ତି। କାହାକୁ ମାନସିକ ରୋଗ ହେଲେ ସେ ପ୍ରକାଶ କରନ୍ତିନି। ଆମ ଦେହରେ ଯନ୍ତ୍ରଣା ହେଲା, ପେଟ ଦରଦ ହେଲା, ମୁଣ୍ଡ ବିନ୍ଧିଲା, ଦେହର କଷ୍ଟ ହେଲେ ଆମେ ଡାକ୍ତରଙ୍କ ପାଖକୁ ଯାଇ, କିନ୍ତୁ ମନ ଦୁଃଖ ହେଲା, କିଏ ଆମକୁ ଅପମାନ କଲା, ପ୍ରିୟଜନଙ୍କ ମୃତ୍ୟୁ ହୋଇଗଲା, ଆମ ଯେତେ ମାନସିକ ସ୍ତରରେ କଷ୍ଟ ହେଲେ ବି ଆମେ ଡାକ୍ତରଙ୍କ ପରାମର୍ଶ କରୁନି, ଯାହାଫଳରେ ସମୟ ସ୍ରୋତରେ ଆମେ ଏକ ମାନସିକ ରୋଗୀ ହିସାବରେ ପରିଣତ ହୋଇ ଯାହାକୁ ଆମକୁ ସମାଜରେ ବଞ୍ଚିବା ପାଇଁ ବହୁତ କଷ୍ଟ ହୁଏ। ଆମ ମଧ୍ୟରୁ କିଛି ଲୋକ ମଧ୍ୟ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରନ୍ତି। ତେବେ ଆସନ୍ତୁ, ଏହି ଦିବସରେ ଆମେ ଏହି ରୋଗର ଲକ୍ଷଣ, କାରଣ ଓ ପରିଚାଳନା ବାବଦରେ ଆଲୋଚନା କରିବା। ଏହି ମାନସିକ ରୋଗର ଲକ୍ଷଣ କ'ଣ? ମନେ ରଖନ୍ତୁ, ଯେତେବେଳେ ଆପଣ ବା ଆପଣଙ୍କର ପ୍ରିୟଜନ କାହାରି ମନ ଦୁଃଖ ହେଉଛି, ସେ ଲୋକ ଚୁପଚାପ ବସୁଛି, ଆଗରୁ ସେ ଲୋକଟି ଯେମିତି ଥିଲା ବର୍ତ୍ତମାନ ତା'ର ବ୍ୟବହାରରେ ପରିବର୍ତ୍ତନ ହେଉଛି। ଉଦାହରଣ ସ୍ୱରୂପ, ଆଗରୁ ଗୋଟେ ଲୋକଟେ ବହୁତ ହସ ଖୁସିରେ ଥିଲା, ମଜା ଥଟ୍ଟା କରୁଥିଲା, ସମସ୍ତଙ୍କ ସାଙ୍ଗରେ ମିଶୁଥିଲା, ହଠାତ୍ ଦେଖିବା ବେଳକୁ ସେ ଲୋକ କାହା ସାଙ୍ଗରେ ବେଶୀ କଥାବାର୍ତ୍ତା କରୁନି, ଚୁପଚାପ ବସୁଛି, ଏକା ଏକା ରହିବାକୁ ଭଲ ପାଉଛି। ଏସବୁ ମାନସିକ ରୋଗର ଲକ୍ଷଣ। ଯଦି ଆପଣଙ୍କ ବା ଆପଣଙ୍କ ପ୍ରିୟଜନ କାହାରି ଆତ୍ମହତ୍ୟା କରିବାକୁ ଇଚ୍ଛା ହେଉଛି ବା ଆତ୍ମହତ୍ୟା କରିବାକୁ ଉଦ୍ୟମ ହେଉଛି, ଏହା ଏକ ମାନସିକ ରୋଗ ବୋଲି ଆପଣମାନେ ଧରିନେବେ। କାଳ ବିଳମ୍ବ ନ କରି ସେ ଲୋକଙ୍କ ସହିତ ଆଲୋଚନା କରନ୍ତୁ, ତାଙ୍କର ମନ କଥା ବୁଝିବାକୁ ଚେଷ୍ଟା କରନ୍ତୁ, ତାଙ୍କୁ ସମୟ ଦିଅନ୍ତୁ ଏବଂ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ କରି ତାର ଚିକିତ୍ସା ବିଧାନ କରନ୍ତୁ। ତେବେ ଯାଇ ଏକ ଅମୂଲ୍ୟ ଜୀବନକୁ ଆମେ ବଞ୍ଚାଇ ପାରିବା। ଏହିସବୁ ହେଉଛି ମାନସିକ ରୋଗର ଲକ୍ଷଣ। ତେବେ ଆସନ୍ତୁ ଜାଣିବା ତାର କାରଣ କ'ଣ, କାହିଁକି ଆମ ମାନସିକ ରୋଗ ହେଉଛି। ମାନସିକ ରୋଗକୁ ଆମେ 3 ଭାଗରେ ବିଭକ୍ତ କରିବା। ପ୍ରଥମ କାରଣ ବାୟୋଲୋଜିକାଲ, ଦ୍ୱିତୀୟ କାରଣ ସାଇକୋଲୋଜିକାଲ, ତୃତୀୟ କାରଣ ସୋସିଆଲ। ବାୟୋଲୋଜିକାଲ କାରଣ କ'ଣ? ମଣିଷ ମସ୍ତିଷ୍କରେ ସେରାଟୋନିନ୍, ଡୋପାମାଇନ୍, ନୋରେନାଲିନ୍ ଏହିଭଳି ବିଭିନ୍ନ କେମିକାଲ ତିଆରି ହେଉଥାଏ। ସେସବୁ କେମିକାଲ ଅସନ୍ତୁଳନରେ ମଣିଷ ମାନସିକ ଭାରସାମ୍ୟ ହରାଇ ବସି ଅବସାଦଗ୍ରସ୍ତ ହୁଏ। ଏଥିରୁ ମଧ୍ୟ ମାନସିକ ରୋଗ ତିଆରି ହୋଇପାରେ। ମୁଣ୍ଡରେ ଚୋଟ ଲାଗିବା, ମୁଣ୍ଡରେ ଆଘାତ ହେବା ବା ମୁଣ୍ଡରେ କୌଣସି ଇନଫେକ୍ସନ୍ ହେବା, ଏହା ପାଇଁ ମଧ୍ୟ ମାନସିକ ରୋଗ ହୋଇପାରେ। ଦ୍ୱିତୀୟ କାରଣ ସାଇକୋଲୋଜିକାଲ କାରଣ କ'ଣ? ପିଲାବେଳେ ଓଭର ଡୋମିନେସନ୍ ଯେଟା କୁହାଯାଏ, ଯଦି ଛୋଟ ପିଲାମାନେ ପରିବାର ଦ୍ୱାରା ପୁରା ଡୋମିନେଟ୍ ହେଇଥାନ୍ତି, ସେମାନଙ୍କୁ ମାନସିକ ରୋଗ ହୋଇପାରେ। ଛୋଟ ସମୟରେ ବାପା ମାଆମାନଙ୍କର ବିଚ୍ଛେଦ, ସ୍ୱାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ, ହଠାତ୍ ବାପ ମରିଯିବା କି ମାଆ ମରିଯିବା, ପରିବାରଠାରୁ ଅଲଗା ହୋଇଯିବା, ଏହା ଛୁଆମାନଙ୍କ ମନରେ ବହୁତ ଆଘାତ ସୃଷ୍ଟି କରେ। ଇଏ ବି ଦିନେ ମାନସିକ ରୋଗରେ ପରିଣତ ହୁଏ। ତୃତୀୟ କାରଣ ହେଉଛି ସୋସିଆଲ। ଏକାକୀ ରହିବା, ଘରଠାରୁ ଦୂରେଇ ରହିବା, ପ୍ରିୟଜନଠାରୁ ଦୂରେଇ ଯିବା, ଏହା ମଧ୍ୟ ଆମକୁ ମାନସିକ ରୋଗ ଭାବରେ ସୃଷ୍ଟି କରିଥାଏ। ଇଏ ମଧ୍ୟ ଗୋଟେ କାରଣ। ସବୁଠୁ ବଡ଼ କାରଣ ହେଉଛି ନିଜ ଉପରେ ଭରସା ହରାଇବା, ଲୋ ସେଲ୍ଫ ଏଷ୍ଟିମ୍। ବହୁ ଲୋକମାନେ ଭାବନ୍ତି ମୋ ଦେଇ ଏଇଟା ହେଇପାରିବନି, ମୁଁ ଅଯୋଗ୍ୟ, ଏଇଭଳିଆ ଭାବପଣ ଯଦି ଆସିବ, ତେବେ ଆସ୍ତେ ଆସ୍ତେ ସେମାନେ ଅବସାଦଗ୍ରସ୍ତ ହେବେ, ସାଙ୍ଗସାଥିମାନଙ୍କଠୁ ଦୂରେଇ ଯିବେ, ଏକା ରହିବାକୁ ଭଲ ପାଇବେ, ତାଙ୍କ ଭିତରେ ହୀନମନ୍ୟତା ଦେଖାଯିବ। ଆସ୍ତେ 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 ସେମାନେ ମାନସିକ ରୋଗଗ୍ରସ୍ତ ହେବେ। ଆସନ୍ତୁ, ଆଜିର ଏହି ବିଶ୍ୱ ମାନସିକ ଦିବସ ପାଳନ ଅବସରରେ ଆମେ ସମସ୍ତେ ଚିନ୍ତା କରିବା, ଆମମାନଙ୍କ ପାଖରେ କାହାର ଏଭଳି ଲକ୍ଷଣ ଅଛି କି?
आमे मान एई भितर एई कारण भितर आम मान पाखर किछि कारण अछि कि एई बा आमर प्रियजन सांगसाथी बंधु बांधव किंबा सहकर्मी कहा पाखर यदि कारण बा लक्षण थाए तुरंत ताको आमे आइडेंटिफाई करिबा ताको सहित आलोचना हेबा समय देबा एवं मन कथा को खुली अन्य आगे प्रकाश करिबा तेबे मन हालुका हेबो आमे अवसादग्रस्त कटिबो आम मन सृष्टि आघात कमिजिब मन हालुका हो तेबे आम ए रक्षा पाइबा जदि आम द्वारा हो पारु नहीं तेबे तुरंत या डाक्तर को परामर्श करिबा आम तो जानिले लक्षण कारण एबे जानिबा या निराकरण को प्रतिरोध व्यवस्था आम नबा निराकरण मध्य तीन प्रकार प्रथमे होउची साइकोलॉजिकल आलोचना साइकोलॉजिस्ट डॉक्टर बा आम निजे बंधु बांधव सह आलोचना करिबा से विफल होचे दरकार पड़े औषध देवा पड़ो थेराप्यूटिकल मैनेजमेंट करा जीवो तृतीय कारणटी होची लाइफस्टाइल मैनेजमेंट सबुठु बड़ कारण बड़ समाधान आमे नियमित खाद्याभ्यास करिबा ठीक समय शुइबा किछि व्यायाम करिबा तेबे जाई आमे सुस्थ रहिबा शुइबा वेरी इंपोर्टेंट आमे दिन में मिनिमम 5 ରୁ 7 घंटा शुइबा उचित तो निद ठीक हवा दरकार आसंतु मन चिकित्सालय सबु बेले आपण पाखरे अच्छी आपण आसंतु आमे आपण को समय देबू आपण को मन कथा शुणु बुझीबू यार तुरंत समाधान करने को चेष्टा करूँ आज विश्व मानसिक स्वास्थ्य दिवस पालन अवसर में मु समस्त को अनुरोध करुच्ची आपण मैंने एक कथा गुरुत्वर सह विचार करूँ कारण प्रति 40 सेकेंड जड़े लोक ये मानसिक रोग में आक्रांत आत्महत्या करुच्ची आउ विश्व स्वास्थ्य संगठन मत अनुजाई सर्वेक्षण अनुजाई 2030 मसीहा सुधा मानसिक रोग बा डिप्रेशन एक साधारण रोग में परिणत हो चिंता करूँ यार भयावहता केते तेरे बेणु ही सावधान नीति रे आम समस्ते आज ही सतर्क हवा निजकू निज परिजन मानू ए विपदरू रक्षा करवा जदि यही कथा आपन को भल लगी था उपादेय अनुभव करती तेरे अन्य मानक जनातु कहीं ना कहीं जदि कथार उपकृत है तेरे आपणकर तथा मोर श्रम सार्थक आसंतु आमे समस्ते मिलमिशि एक सुस्थ मन सुस्थ शरीर एक सुस्थ समाज गठन दिगरे आगे जा रोची नमस्कार डाक्तर भगीरथ पाढ़ी मनोचिकित्सालय भुवनेश्वर।